ଏକ ସମୟର କଥା। ଏକ ଗଭୀର ନଦୀ ପାଖରେ ଏକ ସୁନ୍ଦର ଆମ୍ବ ଗଛଟିଏ ଥିଲା। ସେହି ଗଛରେ ଏକ ଚଞ୍ଚଳ, ଆନନ୍ଦିତ ଓ ବୁଦ୍ଧିମାନ ମାଙ୍କଡ଼ଟିଏ ବାସ କରୁଥିଲା। ସେ ପ୍ରତିଦିନ ସେ ଗଛର ମିଠା ଆମ୍ବ ଖାଇ ପକ୍ଷୀମାନଙ୍କ ସହିତ ଖେଳି ଅତ୍ୟନ୍ତ ଆନନ୍ଦରେ ଦିନ କାଟୁଥିଲା। କିନ୍ତୁ ତଥାପି ସେ ବେଳେବେଳେ ଏକୁଟିଆ ଅନୁଭବ କରୁଥିଲା, କାରଣ ତାର କୌଣସି ସାଙ୍ଗସାଥୀ ନଥିଲେ। କିନ୍ତୁ ଗୋଟିଏ ଦିନ ନଦୀରୁ ଏକ କୁମ୍ଭୀରଟିଏ ଆସି ଗଛ ତଳେ ବିଶ୍ରାମ କଲା। ଏହା ଦେଖି ମାଙ୍କଡ଼ଟି କୁମ୍ଭୀର ନିକଟକୁ ଏକ ଆମ୍ବଟିଏ ଫୋପାଡ଼ି ଦେଲା। କୁମ୍ଭୀରଟି ସେ ସ୍ୱାଦିଷ୍ଟ ଆମ୍ବଟିକୁ ଖାଇ ଅତ୍ୟନ୍ତ ଖୁସି ହୋଇଗଲା ଓ ସେହିଦିନ ଠାରୁ ପ୍ରତିଦିନ କୁମ୍ଭୀର ଆମ୍ବ ଗଛ ତଳକୁ ଆସେ ଓ ମାଙ୍କଡ଼ ମଧ୍ୟ ପ୍ରତିଦିନ କୁମ୍ଭୀରକୁ ଆମ୍ବ ଖାଇବାକୁ ଦିଏ। ଏପରି ଧୀରେ ଧୀରେ ମାଙ୍କଡ଼ ଓ କୁମ୍ଭୀର ମଧ୍ୟରେ ବନ୍ଧୁତା ବଢ଼ିଗଲା ଓ ସେହି ଦୁଇଜଣ ଘନିଷ୍ଠ ମିତ୍ର ହୋଇଗଲେ। କୁମ୍ଭୀର ପ୍ରତିଦିନ ମାଙ୍କଡ଼କୁ ଆମ୍ବ ଦିଏ ଓ କୁମ୍ଭୀର ପିଠିରେ ବସି ନଦୀ ଭିତରୁ ବୁଲି ଆସେ। ଦିନକର କଥା, ମାଙ୍କଡ଼ କୁମ୍ଭୀରକୁ ଦେଇଥିବା ଆମ୍ବଟିଏ ଆଣି କୁମ୍ଭୀର ଘରକୁ ଆସିଲା ଓ ସେ ଆମ୍ବଟିକୁ ସେ ତା ସ୍ତ୍ରୀକୁ ଖାଇବାକୁ ଦେଲା। କୁମ୍ଭୀରର ସ୍ତ୍ରୀ ଅତ୍ୟନ୍ତ ଲୋଭୀ ଓ ଚତୁର ଥିଲା। ସେ ମିଠା ଆମ୍ବଟିକୁ ଖାଇ କହିଲା, ଯଦି ଆମ୍ବଟି ଏତେ ମିଠା, ତେବେ ତାକୁ ଖାଉଥିବା ମାଙ୍କଡ଼ର କଲିଜା ତ ବହୁତ ମିଠା ହୋଇଥିବ। ତେଣୁ ମୁଁ ସେହି ମାଙ୍କଡ଼ର କଲିଜା ଖାଇବାକୁ ଚାହେଁ। ଏ କଥା ଶୁଣି କୁମ୍ଭୀରଟି ଅସୁବିଧାରେ ପଡ଼ିଗଲା। ଗୋଟେ ପଟେ ସ୍ତ୍ରୀର ଚାପ ଏବଂ ଅନ୍ୟପଟେ ସତ୍ୟ ମିତ୍ରତା। ଶେଷରେ ସେ ଭୁଲ ନିଷ୍ପତ୍ତି ନେଲା। ପରଦିନ ସେ ଗଛ ତଳେ ଆସି ଅଭିନୟ କରି କହିଲା, ମାଙ୍କଡ଼ ଭାଇ, ମୋ ମା ବହୁତ ଅସୁସ୍ଥ ହୋଇଯାଇଛନ୍ତି। ସେ ତୁମକୁ ଦେଖିବାକୁ ଚାହାନ୍ତି। ମାଙ୍କଡ଼ଟି ସରଳ ମନରେ ବିଶ୍ୱାସ କଲା ଓ କୁମ୍ଭୀର ଉପରେ ଚଢ଼ି ନଦୀ ଅତିକ୍ରମ କରିବା ଆରମ୍ଭ କଲା। ଯେତେବେଳେ ସେମାନେ ନଦୀ ମଧ୍ୟରେ ପହଞ୍ଚିଗଲେ, କୁମ୍ଭୀର କହିଲା, ବନ୍ଧୁ, ସତ କହୁଛି, ମୋ ମା ରୋଗରେ ପଡ଼ିନାହାନ୍ତି। ମୋ ସ୍ତ୍ରୀ ତୁମର କଲିଜା ଖାଇବାକୁ ଚାହେଁ, ତେଣୁ ମୁଁ ତୁମକୁ ମିଛ କହିଛି। ଏ କଥା ଶୁଣି ମାଙ୍କଡ଼ଟି ଭୟଭୀତ ନ ହୋଇ ସେ ତୁରନ୍ତ ବୁଦ୍ଧି ଖଟାଇ କହିଲା, ଓଃ, ଏମିତି କଥା କି? ତୁମେ ଏ କଥା ମୋତେ ଆଗରୁ କହିଥାନ୍ତ ନା। ମୁଁ ତ ମୋର କଲିଜାକୁ ଗଛ କରଡ଼ ଉପରେ ଲୁଚାଇ ଦେଇ ଆସିଛି। କୁମ୍ଭୀର ଏ କଥା ଶୁଣି ତା କଥାକୁ ବିଶ୍ୱାସ କଲା ଓ ସଙ୍ଗେ ସଙ୍ଗେ ଗଛ ଆଡ଼କୁ ପହଁରିବା ଆରମ୍ଭ କରିଦେଲା। ଗଛ ପାଖରେ ପହଞ୍ଚିଲା ବେଳେ ମାଙ୍କଡ଼ଟି ତୁରନ୍ତ ଗଛ ଶାଖାରେ ଚଢ଼ିଗଲା ଏବଂ ହସି ହସି କହିଲା, ମୂର୍ଖ କୁମ୍ଭୀର, କଲିଜା କେବେ ଗଛ ଉପରେ ରୁହେ କି? ତୁମେ ମିତ୍ରତାର ଅର୍ଥ ଜାଣିଲ ନାହିଁ। ଏବେ ତୁମେ ମୋର ମିତ୍ରତା ହରାଇ ବସିଲ। ଶେଷରେ କୁମ୍ଭୀରଟି ଲଜ୍ଜିତ ହୋଇ ନିର୍ଲଜ୍ଜ ଭାବେ ନଦୀ ଭିତରକୁ ଫେରିଗଲା।